ଓଡ଼ିଶାର ଜଙ୍ଗଲ ଓ ବନ୍ୟଜନ୍ତୁ ସମ୍ପଦ। ଆଜି ଆମେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗୋଟେ ଗଭୀର ବିଶ୍ଳେଷଣ କରିବା। ଆମ ପାଖରେ ଯେଉଁ ସବୁ ତଥ୍ୟ ଅଛି ତାକୁ ହିଁ ଆଧାର କରି ଆମେ ଏହାର ଭିତରକୁ ଯିବା। ହଁ, ଆଉ ଆରମ୍ଭ ପାଇଁ ବୋଧେ ସବୁଠୁ ଭଲ କଥା ହେଉଛି ସେହିଟା ଯାହା ଆମେ ଶୁଣୁ, ଆରଣ୍ୟ ମାନବ ଜୀବନର ପ୍ରାଣ। ଏଇଟା ଖାଲି କହିବା କଥା ନୁହେଁ, ଏହା ପଛରେ ସତରେ ବହୁତ ଗଭୀର କଥା ଅଛି। ଏକଦମ ସତ। ଆଜି ଆମର ମୁଖ୍ୟ କାମ ହେବ ଏହି ଯେଉଁ ପ୍ରାକୃତିକ ସମ୍ପଦ ତାର ପ୍ରକୃତ ଗୁରୁତ୍ୱ କ'ଣ ତାକୁ ବୁଝିବା। ଖାଲି ପରିବେଶ ପାଇଁ ନୁହେଁ, ଆମ ସମାଜ, ଆମ ଅର୍ଥନୀତି ପାଇଁ ବି। ହଁ, ଆଉ ଏଇ ସମ୍ପଦ ସବୁ କି ସମସ୍ୟା ଭୋଗୁଛି ଏବେ, କି ବିପଦ ଅଛି, ଆଉ ଓଡ଼ିଶାରେ ଏହାକୁ ବଞ୍ଚେଇବା ପାଇଁ କି ପ୍ରକାର ଚେଷ୍ଟା ଚାଲିଛି, ସେସବୁ ବି ଦେଖିବା। ଆଉ ଗୋଟେ କଥା ଯାହା କୁହାଯାଏ, ଜଙ୍ଗଲକୁ ପୃଥିବୀର ପ୍ରାଣବାୟୁ କାରଖାନା ବୋଲି କୁହନ୍ତି। ଆଚ୍ଛା, କାହିଁକି ଏମିତି କହନ୍ତି? ଏଇଟା ବୋଧେ ଜଙ୍ଗଲର ମହତ୍ୱର ମୂଳଦୁଆ ନା? ଠିକ୍ କହିଲେ। ତେବେ ଚାଲନ୍ତୁ ସେଇଠୁ ହିଁ ଆରମ୍ଭ କରିବା। ପ୍ରଥମେ ଆମ ଓଡ଼ିଶାର ଜଙ୍ଗଲ ସମ୍ପଦ କଥା। ଜଙ୍ଗଲ ପ୍ରକୃତରେ ଆମ ପାଇଁ, ଆମ ପରିବେଶ ପାଇଁ କେତେ ଜରୁରୀ ଦେଖନ୍ତୁ। ଏହାର ତ ବହୁତ ଦିଗ। ସବୁଠୁ ସହଜ ଆଉ ମୂଳ କଥାଟା ହେଲା ଅମ୍ଳଜାନ। ଗଛ ସବୁ ଅଙ୍ଗାରକାମ୍ଳ ନିଅନ୍ତି ଆଉ ଆମକୁ ବଞ୍ଚିବା ପାଇଁ ଅମ୍ଳଜାନ ଦିଅନ୍ତି। ଏଇଟା ତ ଜୀବନ। କିନ୍ତୁ କଥା ସେତିକିରେ ସରେନି। ଜଙ୍ଗଲ ପୁରା ପୃଥିବୀର ଜଳବାୟୁକୁ ଠିକ୍ ରଖିବାରେ ବହୁତ ବଡ଼ କାମ କରେ। ଆର୍ଦ୍ରତା ରଖେ, ମେଘ ହେବାରେ ସାହାଯ୍ୟ କରେ, ବର୍ଷାକୁ ବି ପ୍ରଭାବିତ କରେ। ଏମିତିକି ଆମ ଆଖପାଖର ତାପମାତ୍ରା ବି ନିୟନ୍ତ୍ରଣରେ ରହେ। ଏ ତ ଗଲା ବଡ଼ ବଡ଼ କଥା, ପରିବେଶର କଥା। କିନ୍ତୁ ଆମେ ସବୁଦିନିଆ ଜୀବନରେ ସିଧା ସିଧା ଜଙ୍ଗଲରୁ କ'ଣ ପାଉ? ଆମ ପାଖରେ ଥିବା ତଥ୍ୟରେ ତ ଲମ୍ବା ଲିଷ୍ଟେ ଅଛି। ହଁ, ଆଉ ଓଡ଼ିଶା ପାଇଁ ତ ଏ ଲିଷ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ତ କାଠ। ଭଲ ଭଲ କାଠ, ଶାଳ, ପିଆଶାଳ, ଶାଗୁଆନ, ଘରଦ୍ୱାର, ଆସବାବପତ୍ର ସବୁଥିରେ ଦରକାର। ତାପରେ ଅନେକ ପ୍ରକାରର ଔଷଧୀୟ ଗଛ, ଚେରମୂଳି। ଓଡ଼ିଶାର ଆଦିବାସୀ ଭାଇ ଭଉଣୀମାନେ ତ ଏ ବିଷୟରେ ପୁରା ଜାଣନ୍ତି। ଏବେକାର ମେଡିକାଲ ସାଇନ୍ସ ବି ଏହା ଉପରେ ନିର୍ଭର କରୁଛି। ଆଉ ଏହା ଛଡ଼ା ଲାଖ, ଝୁଣା, ମହୁ ଆଉ କେନ୍ଦୁପତ୍ର ବି ଲେଖା ଅଛି। କେନ୍ଦୁପତ୍ର ତ ଓଡ଼ିଶାରେ ବହୁତ ଲୋକଙ୍କ ପେଟ ପୋଷେ, ବିଡ଼ି ପାଇଁ। ଆହୁରି ଅନେକ ଖାଇବା ଜିନିଷ ବି ମିଳେ। ଫଳ, ମୂଳ, ଶାଗ ପାଇଁ ପତ୍ର, ଯେମିତି ଶାଳପତ୍ର। ହଁ, ଗାଁ ଗହଳିରେ ତ ଲୋକେ ଜାଳେଣୀ ପାଇଁ ବି ଜଙ୍ଗଲ ଉପରେ ନିର୍ଭର କରନ୍ତି। ଏକଦମ। ଏ ଯେଉଁ ସବୁ ଜିନିଷ ଅଣ କାଠ ଜଙ୍ଗଲଜାତ ଦ୍ରବ୍ୟ, ଏଗୁଡ଼ାକ ଓଡ଼ିଶା ଅର୍ଥନୀତିରେ, ଖାସ୍ କରି ଗାଁ ଆଉ ଆଦିବାସୀ ଲୋକଙ୍କ ପାଇଁ ବହୁତ ବଡ଼ ଭୂମିକା ନିଏ। ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା ଏହା ସଙ୍ଗେ ଯୋଡ଼ା। ତାହେଲେ ଜଙ୍ଗଲ ଖାଲି ପରିବେଶ ପାଇଁ ନୁହେଁ, ପେଟ ପାଇଁ ବି? ନିଶ୍ଚୟ, ଏହା ଜୀବିକାର ବି ଏକ ବଡ଼ ଆଧାର। ଆଚ୍ଛା, ଏତେ ସବୁ ତ ଭଲ କଥା। କିନ୍ତୁ ଯଦି ଜଙ୍ଗଲ ନଷ୍ଟ ହେଇଯାଏ, ତାହେଲେ କ'ଣ ହବ? ଖାଲି କାଠ କି ଔଷଧ ମିଳିବନି ସେତିକି ତ ନୁହେଁ, ପରିବେଶ ଉପରେ ଏହାର ପ୍ରଭାବ ନିଶ୍ଚୟ ବହୁତ ଖରାପ ହେବ। ଏହା ପ୍ରକୃତରେ ବହୁତ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। ଦେଖନ୍ତୁ, ପ୍ରଥମ କଥା ହେଲା ମାଟିକ୍ଷୟ। ଗଛର ଚେର ସବୁ ମାଟିକୁ ଜାବୁଡ଼ି ଧରିଥାଏ। ହଁ। ଜଙ୍ଗଲ କଟିଗଲା ମାନେ ମାଟି ପୁରା ଖୋଲା। ବେଶୀ ବର୍ଷା ହେଲେ ଉପରର ଭଲ ମାଟି ସବୁ ଧୋଇ ହେଇଯିବ, ନଈନାଳରେ ମିଶିଯିବ। ଏମିତି ହେଲେ ଚାଷ ଜମିର ଉର୍ବରତା କମିଯିବ, ଆଉ ନଈ ପୋତି ହେଇଯିବ, ପାଣି ରହିବାକୁ ଜାଗା ପାଇବନି। ଆଉ ତାରି ଫଳ ହେଉଛି ବନ୍ୟା। ଓଡ଼ିଶାରେ ତ ଏମିତିରେ ବି ବହୁତ ବନ୍ୟା ହୁଏ। ତେବେ ଜଙ୍ଗଲ କମିବା ସାଙ୍ଗେ ଏହାର କିଛି ସମ୍ପର୍କ ଅଛି? ନିଶ୍ଚିତ ଅଛି। ଜଙ୍ଗଲ ଗୋଟେ ସ୍ପଞ୍ଜ ଭଳିଆ। ବର୍ଷା ପାଣିକୁ ଧୀରେ ଧୀରେ ଶୋଷି ନିଏ, ମାଟି ତଳେ ପାଣି ଜମା ହେବାର ସାହାଯ୍ୟ କରେ। ଆଚ୍ଛା। ଯଦି ଜଙ୍ଗଲ ନାହିଁ, ପାଣି ପୁରା ଜୋରରେ ମାଟି ଉପରେ ବୋହିଯିବ ସିଧା ନଈକୁ। ହଠାତ୍ ନଈରେ ପାଣି ବଢ଼ିଯିବ, ବନ୍ୟା ଆସିବ। ଆମର ଯେମିତି ମହାନଦୀ ବ୍ରାହ୍ମଣୀ, ବୈତରଣୀ ଅଛି, ଏସବୁ ନଈର ଉପର ମୁଣ୍ଡରେ ଜଙ୍ଗଲ କେମିତି ଅଛି, ତା ଉପରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ନିର୍ଭର କରେ। ବୁଝିଲି। ଆଉ ଏହା ସହିତ ଜଙ୍ଗଲ ଗଲେ ପଶୁପକ୍ଷୀ ବାସହରା ହେବେ, ଜୈବ ବିବିଧତା ନଷ୍ଟ ହେବ, ପୁରା ପରିବେଶର ସନ୍ତୁଳନ ହିଁ ବିଗିଡ଼ିଯିବ। ଆଉ ଆଜିକାଲି ଯେଉଁ ଜଳବାୟୁ ପରିବର୍ତ୍ତନ କଥା କୁହାଯାଉଛି, ତାର ବି ଏଟା ଗୋଟେ ବଡ଼ କାରଣ। ଏବେ ଟିକେ ଓଡ଼ିଶା କଥା ଦେଖିବା। ଆମ ରାଜ୍ୟରେ ତ ଅନେକ ବଡ଼ ବଡ଼ ଜଙ୍ଗଲ ଅଛି। କିଛି ମୁଖ୍ୟ ଜଙ୍ଗଲ ନାଁ ବି ଆମ ତଥ୍ୟରେ ଅଛି। ହଁ, ଓଡ଼ିଶା ଏ ମାମଲାରେ ବହୁତ ଧନୀ। ସବୁଠୁ ଜଣାଶୁଣା ଆଉ ଗୁରୁତ୍ୱପୂର୍ଣ୍ଣ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ। ଏଟା ଖାଲି ଜଙ୍ଗଲ ନୁହେଁ, ଏକ ବିଶାଳ ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ। ହଁ, ବାୟୋସ୍ଫିୟର ରିଜର୍ଭ। ଏକଦମ।
ସେଠି କେତେ ପ୍ରକାର ଗଛଲତା ଜୀବଜନ୍ତୁ ଆଉ ଆଦିବାସୀ ସଂସ୍କୃତି ବି ଅଛି। ତାର ଶାଳ ଜଙ୍ଗଲ ଆଉ ଅର୍କିଡ୍ ସବୁ ବହୁତ ପ୍ରସିଦ୍ଧ। ଆଉ ସାତକୋଶିଆ ମହାନଦୀ ଗଣ୍ଡ ପାଇଁ ତ ସମସ୍ତେ ଜାଣନ୍ତି। ଠିକ୍, ସାତକୋଶିଆ ଗଣ୍ଡ ଆଉ ତାର ଆଖପାଖ ଜଙ୍ଗଲ, ଯାହା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ଆସୁଛି, ସେଟା ନଈକୂଳିଆ ପରିବେଶ ଆଉ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା। ସେଠି ଘଡ଼ିଆଲ କୁମ୍ଭୀରଙ୍କୁ ବି ଛାଡ଼ାଯାଇଥିଲା। ହଁ, ମନେ ପଡ଼ୁଛି। ସେମିତି ଭୁବନେଶ୍ୱର ପାଖରେ ଚନ୍ଦକା ଡମ୍ପଡ଼ା ଅଭୟାରଣ୍ୟ, ହାତୀମାନଙ୍କ ପାଇଁ ବହୁତ ଜରୁରୀ ଜାଗା। ହେଲେ ଏବେ ସହର ବଢ଼ିବାରୁ ତା ଉପରେ ଚାପ ପଡ଼ୁଛି। ନନ୍ଦନକାନନ ବି ତ ଏହାର ପାଖାପାଖି। ଏମିତି କିଛି ମୁଖ୍ୟ ଉଦାହରଣ ଅଛି। ଆହୁରି ବି ଅନେକ ସଂରକ୍ଷିତ ଜଙ୍ଗଲ ଅଛି ଓଡ଼ିଶାରେ। ଏ ଯୋଉ ମୂଲ୍ୟବାନ ଜଙ୍ଗଲ ସବୁ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ କ'ଣ ସବୁ କରାଯାଉଛି? ଆମ ପାଖରେ ତ ବନୀକରଣ, ସାମାଜିକ ବନୀକରଣ ଆଉ ଚିପ୍କୋ ଆନ୍ଦୋଳନ କଥା ଲେଖାଉଛି। ହଁ, ଏଗୁଡ଼ିକ ହେଉଛି ଜଙ୍ଗଲ ବଞ୍ଚେଇବାର କିଛି ମୁଖ୍ୟ ଉପାୟ। ବନୀକରଣ ମାନେ ଯୋଉଠି ଜଙ୍ଗଲ ନାହିଁ କି ନଷ୍ଟ ହେଇଯାଇଛି, ସେଠି ନୂଆ କରି ଗଛ ଲଗାଇବା। ଆଚ୍ଛା। ଆଉ ପୁନଃ ବନୀକରଣ ହେଲା ନଷ୍ଟ ହୋଇଯାଇଥିବା ଜଙ୍ଗଲକୁ ପୁଣି ଥରେ ଗଢ଼ିବା। ସାମାଜିକ ବନୀକରଣ ଏଟା ଟିକେ ଅଲଗା। ଏଥିରେ ସରକାରୀ ଜଙ୍ଗଲ ବାହାରେ, ମାନେ ଗାଁ ଜମି, ରାସ୍ତା କଡ଼, ଚାଷ ଜମିର ହୁଡ଼ା, ଏସବୁ ଜାଗାରେ ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଗଛ ଲଗାଯାଏ। ଓହୋ, ତବେ ଏହାର ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ହେଲା ଗାଁ ଲୋକଙ୍କର ଯେଉଁ ଜାଳେଣୀ କାଠ, ଗୋରୁ ଗାଈଙ୍କ ପାଇଁ ଘାସପତ୍ର, ଛୋଟ କାଠ ଦରକାର, ସେସବୁ ସେଇଠୁ ମିଳିଯିବ। ତାହେଲେ ଲୋକେ ଆଉ ପ୍ରାକୃତିକ ଜଙ୍ଗଲ ଭିତରକୁ ବେଶୀ ଯିବେନି, ଜଙ୍ଗଲ ଉପରେ ଚାପ କମିବ। ଏଇଟା ଶୁଣିବାକୁ ଭଲ ଲାଗୁଛି, କିନ୍ତୁ ଏହା କେତେ କାମ କରୁଛି? ଆଉ ସେ ଚିପ୍କୋ ଆନ୍ଦୋଳନ କଥା, ସେଇଟା ତ ପୁରା ଲୋକଙ୍କର ନିଜ ଚେଷ୍ଟା ଥିଲା ନା? ଦେଖନ୍ତୁ, ସାମାଜିକ ବନୀକରଣର ସଫଳତା ସବୁଠି ସମାନ ନୁହେଁ। କେଉଁଠି ଭଲ ହୋଇଛି, କେଉଁଠି ସେତେ ନୁହେଁ। ଏଥିପାଇଁ ଲୋକଙ୍କର ନିଜ ଆଗ୍ରହ ଆଉ ଦୀର୍ଘଦିନର ଯତ୍ନ ଦରକାର। ଆଉ ଚିପ୍କୋ, ହଁ, ସେଇଟା ତ ଗୋଟେ ଇତିହାସ। 1970 ଗଣକୁ ଉତ୍ତରାଖଣ୍ଡରେ ହଁ। ଗଛ କାଟିବାକୁ ଲୋକେ ବିରୋଧ କଲେ, ଖାସ୍ କରି ମହିଳାମାନେ। ସେମାନେ ଯାଇ ଗଛକୁ କୁଣ୍ଢେଇ ଧରିଲେ। ଏଟା ଖାଲି ଗଛ ବଞ୍ଚାଇଲାନି, ପୁରା ଦୁନିଆକୁ ଦେଖେଇଦେଲା ଯେ ସାଧାରଣ ଲୋକ ବି ଜଙ୍ଗଲ ବଞ୍ଚାଇ ପାରିବେ, ତାଙ୍କର ବି ଶକ୍ତି ଅଛି। ବା, ଆଜି ବି ସେଇ ଆଦର୍ଶ କାମରେ ଆସୁଛି, ଯେତେବେଳେ ଆମେ କମ୍ୟୁନିଟି ବା ଗୋଷ୍ଠୀ ଭିତ୍ତିକ ସଂରକ୍ଷଣ କଥା କହୁଛୁ। ଓଡ଼ିଶାରେ ବି ଅନେକ ଜାଗାରେ ଗାଁ ଲୋକେ ନିଜେ ଜଙ୍ଗଲକୁ ଜଗୁଛନ୍ତି। ଏ କଥା ଶୁଣି ବହୁତ ଖୁସି ଲାଗିଲା। ତେବେ ଜଙ୍ଗଲ କଥା ପରେ ଆସନ୍ତୁ ଏବେ ଦ୍ୱିତୀୟ ଭାଗକୁ ଯିବା, ଓଡ଼ିଶାର ବନ୍ୟପ୍ରାଣୀ ସମ୍ପଦ। ଜଙ୍ଗଲ ଆଉ ବନ୍ୟପ୍ରାଣୀଙ୍କ ପୁରା ଯୋଡ଼ା। ନିଶ୍ଚୟ, ଜଙ୍ଗଲ ନଥିଲେ ବନ୍ୟପ୍ରାଣୀ ରହିବେ କୋଉଠି? ଆଉ ବନ୍ୟପ୍ରାଣୀମାନେ ହିଁ ପରିବେଶ ସନ୍ତୁଳନର ମାପକାଠି। ପ୍ରତ୍ୟେକ ଜୀବର, ପ୍ରତ୍ୟେକ ପକ୍ଷୀର ପରିବେଶରେ ଗୋଟେ ନା ଗୋଟେ କାମ ଅଛି। ହଁ, ସେ ଯୋଉ ଖାଦ୍ୟ ଶୃଙ୍ଖଳ କହନ୍ତି। ଏକଦମ ଫୁଡ୍ ଚେନ୍ ବା ଫୁଡ୍ ୱେବ୍। ମାନେ ସରଳ ଭାବେ କହିଲେ, ଘାସକୁ ହରିଣ ଖାଏ, ହରିଣକୁ ବାଘ। କିନ୍ତୁ ପ୍ରକୃତରେ ସମ୍ପର୍କ ବହୁତ ଜଟିଳ। ସମସ୍ତେ ସମସ୍ତଙ୍କ ଉପରେ ନିର୍ଭରଶୀଳ। ଯଦି ଏ ଶିକୁଳିର ଗୋଟେ କଡ଼ି ବି ଦୁର୍ବଳ ହେଲା ବା ଭାଙ୍ଗିଗଲା, ତାର ପ୍ରଭାବ ପୁରା ପରିବେଶ ଉପରେ ପଡ଼ିବ। ଓଡ଼ିଶାରେ ଏଇ ବନ୍ୟପ୍ରାଣୀ କେତେ ପ୍ରକାରର ଅଛନ୍ତି? ଆମ ପାଖରେ ତ ହାତୀ, ବାଘ, ହରିଣ, ମୟୂର, କୁମ୍ଭୀର ଏମିତି କିଛି ନାଁ ଅଛି। ଓହୋ, ଓଡ଼ିଶା ଏ ବିଷୟରେ ବହୁତ ଆଗରେ। ଏସିଆ ହାତୀ ପାଇଁ ତ ଓଡ଼ିଶା ବହୁତ ଗୁରୁତ୍ୱପୂର୍ଣ୍ଣ ଜାଗା। ଦେଶର ବହୁତ ହାତୀ ଏଠି ଅଛନ୍ତି। ଆଚ୍ଛା। ହେଲେ ମଣିଷ ହାତୀ ଲଢ଼ାଇ ବି ଗୋଟେ ବଡ଼ ସମସ୍ୟା। ମହାବଳ ବା ଆମ ଜାତୀୟ ପଶୁ, ସେମାନେ ମୁଖ୍ୟତଃ ଶିମିଳିପାଳ ଆଉ ସାତକୋଶିଆରେ ଅଛନ୍ତି। ହେଲେ ତାଙ୍କ ସଂଖ୍ୟା ଟିକେ ଚିନ୍ତାର ବିଷୟ। ଏହାଛଡ଼ା ଚିତ୍ତଳ, ସମ୍ବର, କୁଟୁରା ଭଳି କେତେ ପ୍ରକାର ହରିଣ, ଭାଲୁ, ଗୟଳ, ବାରାହା ଏମିତି ଅନେକ ଜନ୍ତୁ ଅଛନ୍ତି। ଆଉ ପକ୍ଷୀ? ମୟୂର ତ ସବୁଆଡ଼େ ଦେଖାଯାନ୍ତି। ଜଳଜୀବ ବିଷୟରେ କ'ଣ? ହଁ, ମୟୂର ତ ଅଛି। ତା ଛଡ଼ା ଶହ ଶହ ପ୍ରକାରର ପକ୍ଷୀ ଅଛନ୍ତି ଓଡ଼ିଶାରେ। କିଛି ଏଠିକାର, କିଛି ବାହାରୁ ଆସନ୍ତି। ଚିଲିକା କଥା ତ ସମସ୍ତେ ଜାଣନ୍ତି। ଏସିଆର ସବୁଠୁ ବଡ଼ ଲୁଣି ହ୍ରଦ। ଶୀତଦିନେ କେତେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଆସନ୍ତି ସେଠିକି। ହଁ, ସେଇଟା ଗୋଟେ ଦେଖିବା ଜିନିଷ। ସେମିତି ଭିତରକନିକା, ଲୁଣା ଜଙ୍ଗଲ ଆଉ ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପାଇଁ ପୃଥିବୀର ସବୁଠୁ ବଡ଼ ଘର ଭିତରୁ ଗୋଟେ। ହଜାର ହଜାର କୁମ୍ଭୀର ସେଠି। ବାପ୍ରେ! ମହାନଦୀରେ ମଧୁରପାଣି କୁମ୍ଭୀର ଆଉ ଘଡ଼ିଆଳ ବି ମିଳନ୍ତି। ହେଲେ ଘଡ଼ିଆଳଙ୍କ ଅବସ୍ଥା ବହୁତ ଖରାପ। ଆଉ ଚିଲିକାରେ ସେ ଯେଉଁ ଇରାବାଳି ଡଲ୍ଫିନ୍ ଅଛନ୍ତି, ସେମାନେ ବି ଖାସ୍। ଗହୀରମଥାରେ ଅଲିଭ୍ ରିଡ୍ଲେ କଇଁଛ ଲକ୍ଷ ଲକ୍ଷ ଏକାସାଙ୍ଗେ ଆସି ଅଣ୍ଡା ଦିଅନ୍ତି। ପୁରା ବିଶ୍ୱରେ ପ୍ରସିଦ୍ଧ ସେ ଜାଗା। ତେବେ ଏତେ ପ୍ରକାରର ଜୀବଜନ୍ତୁ ଅଛନ୍ତି, ଏମାନେ ପରିବେଶ ଛଡ଼ା ଆମ ପାଇଁ ଆଉ କେମିତି ଉପକାରୀ? କିଛି ଅର୍ଥନୈତିକ ବା ସାମାଜିକ ଲାଭ ଅଛି କି? ନିଶ୍ଚୟ ଅଛି। ଚାଷ କଥା ଦେଖନ୍ତୁ। କେତେ ପକ୍ଷୀ, କେତେ ସରୀସୃପ ଅଛନ୍ତି, ଯେଉଁମାନେ ଫସଲ ନଷ୍ଟ କରୁଥିବା କୀଟପତଙ୍ଗଙ୍କୁ ଛାଇଯାଆନ୍ତି।
ହଁ, ସେଇଟା ତ ଫସଲ ରକ୍ଷା କରେ। ଏକଦମ। ମହୁମାଛି, ପ୍ରଜାପତି ଏମାନେ ପରାଗ ସଙ୍ଗମରେ ସାହାଯ୍ୟ କରନ୍ତି, ଫଳରେ ଫସଲ ଭଲ ହୁଏ। ସେମିତି କିଛି ପଶୁପକ୍ଷୀ ଫଳ ଖାଇ ତାର ମଞ୍ଜିକୁ ଏଠି ସେଠି ପକାନ୍ତି। ସେଥିରୁ ନୂଆ ଗଛ ହୁଏ, ଜଙ୍ଗଲ ବଢ଼େ। ଆଉ ପର୍ଯ୍ୟଟନ କଥା? ୱାଇଲ୍ଡ ଲାଇଫ୍ ଟୁରିଜମ ପାଇଁ ଓଡ଼ିଶାରେ କେତେ ସୁଯୋଗ ଅଛି? ଆରେ ଏଥିରେ ବହୁତ ସମ୍ଭାବନା। ଶିମିଳିପାଳ, ସାତକୋଶିଆ, ଭିତରକନିକା, ଚିଲିକା ଏସବୁ ଜାଗାକୁ ଲୋକେ ଜୀବଜନ୍ତୁ ଦେଖିବାକୁ ଆସନ୍ତି। ଏହାଦ୍ୱାରା ସେ ଅଞ୍ଚଳର ଲୋକଙ୍କୁ ରୋଜଗାର ମିଳେ। ଗାଇଡ୍, ହୋଟେଲ, ଗାଡ଼ି ଚଳାଇବା ଲୋକ। ହଁ, ସେଇଟା ତ ଠିକ୍। କିନ୍ତୁ ଏ ପର୍ଯ୍ୟଟନକୁ ଟିକେ ଦାୟିତ୍ୱର ସହ କରିବା ଦରକାର, ଯେମିତି ପରିବେଶ କି ଜୀବଜନ୍ତୁଙ୍କର କିଛି କ୍ଷତି ନ ହେଉ। ତାଛଡ଼ା ଆମ ସଂସ୍କୃତି, ଆମ ଲୋକକଥା, ଗୀତ, ନାଚ, କଳା ସବୁଥିରେ ବି ତ ହାତୀ, ବାଘ, ମୟୂର, ନାଗ ଏମାନଙ୍କର ଜାଗା ଅଛି। ଏମାନେ ଆମ ସମାଜ ସହ ଯୋଡ଼ା। ଏତେ ମହତ୍ତ୍ୱପୂର୍ଣ୍ଣ ହେଇକି ବି ଏ ବନ୍ୟପ୍ରାଣୀମାନେ ଏବେ ବହୁତ ବିପଦରେ ଅଛନ୍ତି ବୋଲି ଆମ ତଥ୍ୟ କହୁଛି। ଏହାର ମୁଖ୍ୟ କାରଣ କ'ଣ ଆଉ ଏ ସମସ୍ୟା କେତେ ଗଭୀର? ହଁ, ଏଇଟା ବାସ୍ତବରେ ଏବେ ସବୁଠୁ ବଡ଼ ଚିନ୍ତାର କଥା। ପ୍ରଥମ ଆଉ ସବୁଠୁ ଭୟଙ୍କର କାରଣ ହେଲା ବେଆଇନ ଶିକାର, ମାନେ ପୋଚିଂ। ହୁଁ। ବାଘକୁ ତା ଛାଲ, ହାଡ଼ ପାଇଁ ମାରୁଛନ୍ତି, ହାତୀକୁ ଦାନ୍ତ ପାଇଁ, ଗଣ୍ଡାକୁ ଶିଙ୍ଗ ପାଇଁ, ଏମିତିକି ବଜ୍ରକାପ୍ତା ପରି ଜୀବକୁ ବି ତା କାତି ପାଇଁ ଶିକାର କରାଯାଉଛି। ଏହା ପଛରେ ବହୁତ ବଡ଼ ବେଆଇନ ବଜାର ଅଛି, ଅନ୍ତର୍ଜାତୀୟ ସ୍ତରରେ। ଆଉ ଦ୍ୱିତୀୟ କାରଣ କୁହାଯାଇଛି ବାସସ୍ଥାନ ନଷ୍ଟ ହେବା। ଏଇଟା କେମିତି ହେଉଛି ଓଡ଼ିଶାରେ? ଏହାର ପ୍ରଭାବ କ'ଣ? ବାସସ୍ଥାନ ନଷ୍ଟ ହେବାଟା ବି ଶିକାର ଭଳି ସେତିକି ହିଁ ଗମ୍ଭୀର। ଜଙ୍ଗଲ କଟାଯାଉଛି, ଚାଷ ଜମି ବଢ଼ୁଛି, ଗାଁ ବଢ଼ୁଛି, ଆଉ ସବୁଠୁ ବେଶୀ ହେଉଛି ଖଣି ଖୋଳା ଓ ବଡ଼ ବଡ଼ ପ୍ରକଳ୍ପ, ଯେମିତି ରାସ୍ତା, ରେଳ ଲାଇନ, ଡ୍ୟାମ୍। ହଁ, ଓଡ଼ିଶାରେ ତ ଖଣି ବହୁତ। ସେଇଥିପାଇଁ ଖଣି ଖୋଳା ଯୋଗୁଁ ବହୁତ ଜଙ୍ଗଲ ନଷ୍ଟ ହେଇଛି। ଏହାଦ୍ୱାରା ଜଙ୍ଗଲ କ୍ଷେତ୍ର କମିଯାଉଛି, ଖଣ୍ଡ ଖଣ୍ଡ ହେଇଯାଉଛି। ବନ୍ୟପ୍ରାଣୀ, ଖାସ୍ କରି ହାତୀମାନଙ୍କ ଯିବା ଆସିବା ରାସ୍ତା, ଯାହାକୁ କରିଡର କହନ୍ତି, ସେ ସବୁ ବନ୍ଦ ହେଇଯାଉଛି। ଆଚ୍ଛା, ସେଥିପାଇଁ ବୋଧେ ମଣିଷ ଜନ୍ତୁ ଲଢ଼େଇ ବଢ଼ୁଛି। ଏକଦମ। କାରଣ ଜନ୍ତୁମାନେ ଖାଇବା, ପାଣି ପାଇଁ ଜଙ୍ଗଲ ବାହାରକୁ ଆସିବାକୁ ବାଧ୍ୟ ହେଉଛନ୍ତି, ଆଉ ତାପରେ ସଂଘର୍ଷ ହେଉଛି। ଆଉ ସେ ଯୋଉ ଅବୈଧ ବ୍ୟାପାର କଥା କହିଲେ, ସେଇଟା କେତେ ବ୍ୟାପକ? ବନ୍ୟପ୍ରାଣୀ ଆଉ ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗର ଯୋଉ ବେଆଇନ କାରବାର, ସେଇଟା ଗୋଟେ ବିଶ୍ୱ ସମସ୍ୟା, ଗୋଟେ ସଂଗଠିତ ଅପରାଧ। ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ପରେ ଏଇଟା ବୋଧେ 3 ନମ୍ବର ବେଆଇନ ବେପାର। ଓଡ଼ିଶା ବି ଏଥିରୁ ବାଦ୍ ଯାଇନି। ଏସବୁ ମିଶିକି ଅନେକ ଜୀବଙ୍କୁ ବିଲୁପ୍ତ ହେବା ଅବସ୍ଥାକୁ ନେଇ ଆସିଲାଣି। ଏ ଯୋଉ ଗମ୍ଭୀର ପରିସ୍ଥିତି, ଏହାର ମୁକାବିଲା ପାଇଁ ଓଡ଼ିଶାରେ କିଛି ସଂରକ୍ଷଣ ବ୍ୟବସ୍ଥା ଅଛି ତ? ଆମ ପାଖରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ, ଭିତରକନିକା କୁମ୍ଭୀର ଅଭୟାରଣ୍ୟ ଆଉ ନନ୍ଦନକାନନ କଥା ଅଛି। ହଁ, ଏଗୁଡ଼ିକ ଓଡ଼ିଶାର କିଛି ମୁଖ୍ୟ ସଂରକ୍ଷଣ ଜାଗା। ଶିମିଳିପାଳକୁ ତ ବାଘ ବଞ୍ଚାଇବା ପାଇଁ ଟାଇଗର ରିଜର୍ଭ କରାଯାଇଛି। ମାନେ କେନ୍ଦ୍ର ସରକାରଙ୍କ ପ୍ରୋଜେକ୍ଟ ଟାଇଗର ଅଧୀନରେ ଏଠି ବିଶେଷ ଧ୍ୟାନ ଦିଆଯାଉଛି। ପେଟ୍ରୋଲିଂ ବଢ଼ାଇବା, ବାଘ ରହିବା ଜାଗାକୁ ଭଲ କରିବା, ଶିକାର ରୋକିବା। ତଥାପି ବି ସମସ୍ୟା ଅଛି କି? ହଁ, ଚ୍ୟାଲେଞ୍ଜ ତ ରହିଛି। ଶିକାର ପୁରା ବନ୍ଦ ହେଇନି, ଜଙ୍ଗଲରେ ନିଆଁ ଲାଗୁଛି, ଲୋକଙ୍କ ଯିବା ଆସିବା ବି ଗୋଟେ ସମସ୍ୟା। ଆଉ ଭିତରକନିକା? ସେଠି କୁମ୍ଭୀର ସଂରକ୍ଷଣ ତ ବହୁତ ସଫଳ ବୋଲି ଶୁଣାଯାଏ। ନିଶ୍ଚୟ। ଭିତରକନିକାରେ 1970 ବେଳକୁ ଯେତେବେଳେ ବଉଳା କୁମ୍ଭୀର ପ୍ରାୟ ସରିଆସୁଥିଲେ, ସେତେବେଳେ ଗୋଟେ ସଂରକ୍ଷଣ ଆଉ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ ହେଲା। ଆଜି ଦେଖନ୍ତୁ ସେଠି କେତେ କୁମ୍ଭୀର। ବାଃ! ଏହା ଖାଲି କୁମ୍ଭୀରଙ୍କ ପାଇଁ ନୁହେଁ, ପୁରା ଲୁଣା ଜଙ୍ଗଲ ଆଉ ସେଠି ରହୁଥିବା ବାକି ସବୁ ଜୀବଜନ୍ତୁ, ପକ୍ଷୀଙ୍କ ପାଇଁ ବି ବହୁତ ଭଲ ହେଇଛି। ତେବେ ନନ୍ଦନକାନନର କାମ କ'ଣ? ସେଇଟା ତ ଲୋକେ ବୁଲିବାକୁ ଯାଆନ୍ତି। ନନ୍ଦନକାନନ ଖାଲି ଚିଡ଼ିଆଖାନା ନୁହେଁ, ବନ୍ୟପ୍ରାଣୀ ସଂରକ୍ଷଣରେ ବି ତାର ଗୋଟେ ବଡ଼ କାମ ଅଛି, ଯାହାକୁ କୁହନ୍ତି ଏକ୍ସ ସିଟୁ ସଂରକ୍ଷଣ, ମାନେ ପ୍ରାକୃତିକ ଜାଗା ବାହାରେ ସଂରକ୍ଷଣ। ଆଚ୍ଛା, କେମିତି? ଏଠି ଯେଉଁ ବିରଳ ଆଉ ବିପଦରେ ଥିବା ଜୀବ ଅଛନ୍ତି, ସେମାନଙ୍କୁ ବନ୍ଦୀ ଅବସ୍ଥାରେ ରଖି ପ୍ରଜନନ କରାଯାଏ। ସେମାନଙ୍କର ସଂଖ୍ୟା ବଢ଼ାଯାଏ। ଧଳାବାଘ ଆଉ ଘଡ଼ିଆଳ ପ୍ରଜନନରେ ତ ନନ୍ଦନକାନନ ବହୁତ ସଫଳ ହୋଇଛି। ଏହାଛଡ଼ା ଓଡ଼ିଶାରେ ଆହୁରି ଅନେକ ଅଭୟାରଣ୍ୟ, ସଂରକ୍ଷିତ ଜଙ୍ଗଲ ଅଛି। ତାହେଲେ ଖାଲି ଏମିତି ସଂରକ୍ଷିତ ଅଞ୍ଚଳ ଘୋଷଣା କରିଦେଲେ ସବୁ ଠିକ୍ ହେଇଯିବ, ନା ଆଉ କିଛି ଦରକାର? ନା ନା, ସେତିକିରେ ହବନି। ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଖାଲି ଆଇନ କରିଦେଲେ ବା ଜାଗା ଘୋଷଣା କରିଦେଲେ କାମ ସରିଗଲା ନାହିଁ। ସବୁଠୁ ବଡ଼ କଥା ହେଲା ଲୋକଙ୍କୁ ସଚେତନ କରିବା। ଲୋକେ ବୁଝିବା ଦରକାର ଯେ ଏ ଜୀବଜନ୍ତୁ ଆମ ପାଇଁ କାହିଁକି ଦରକାରୀ, ତାଙ୍କୁ ବଞ୍ଚେଇବା କାହିଁକି ଜରୁରୀ। ଦ୍ୱିତୀୟରେ, ଶିକାର ଆଉ ବେଆଇନ ଚାରବାର ବିରୁଦ୍ଧରେ ଯୋଉ ଆଇନ ଅଛି,
ତାକୁ କଡ଼ାକଡ଼ି ଲାଗୁ କରିବା ଦରକାର। ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ତୃତୀୟରେ, ଯେଉଁ ଲୋକମାନେ ଜଙ୍ଗଲ ପାଖରେ ରହୁଛନ୍ତି ସେମାନଙ୍କୁ ଏ ସଂରକ୍ଷଣ କାମରେ ସାମିଲ କରିବା ଦରକାର। ତାଙ୍କ ପାଇଁ ରୋଜଗାର ଅନ୍ୟ ବାଟ ବାହାର କରିବା ଦରକାର, ଯେମିତି ସେମାନେ ଜଙ୍ଗଲ କି ଜନ୍ତୁଙ୍କ ଉପରେ କମ୍ ନିର୍ଭର କରିବେ। ଆଚ୍ଛା। ଆଉ ଚତୁର୍ଥରେ, ବୈଜ୍ଞାନିକ ଗବେଷଣା ଚାଲୁ ରହିବା ଦରକାର। ତାହେଲେ ଯାଇ ଠିକ୍ ପଦକ୍ଷେପ ନେଇ ହେବ। ଏଟା ଗୋଟେ ଲମ୍ବା ଆଉ ଲଗାତାର ଚାଲିବାବାଲା କାମ। ଅର୍ଥାତ୍ ଏଇଟା ଖାଲି ସରକାରଙ୍କ କାମ ନୁହେଁ, ବରଂ ସମାଜର ସବୁ ଲୋକଙ୍କୁ ଏଥିରେ ଭାଗ ନେବାକୁ ପଡ଼ିବ। ସେ ଯେଉଁ ମଣିଷ ଆଉ ପ୍ରକୃତି ଭିତରେ ସନ୍ତୁଳନ ଥିଲା, ତାକୁ ପୁଣି ଫେରେଇ ଆଣିବାକୁ ହେବ। ହଁ, ବିଲକୁଲ। ଏଟା ଆମ ସମସ୍ତଙ୍କର ଦାୟିତ୍ୱ। ତେବେ ଆଜି ଆମେ ଯେଉଁ ଆଲୋଚନା କଲେ, ସେଥିରୁ ଓଡ଼ିଶାର ଜଙ୍ଗଲ ଆଉ ବନ୍ୟପ୍ରାଣୀ ସମ୍ପଦର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିଲେ। ଆମେ ବୁଝିଲେ ଜଙ୍ଗଲ କେମିତି ଖାଲି ଗଛ ନୁହେଁ, ଆମ ପରିବେଶ, ଅର୍ଥନୀତି ଆଉ ଜୀବନର ଆଧାର। ହଁ, ଆଉ ବନ୍ୟପ୍ରାଣୀମାନେ କେମିତି ଏ ପରିବେଶକୁ ସନ୍ତୁଳିତ ରଖିବାରେ ମୁଖ୍ୟ ଭୂମିକା ନିଅନ୍ତି। ଆମେ ଏହା ବି ଦେଖିଲେ ଯେ କେମିତି ମଣିଷର କାମ, ବିକାଶର ଚାପ, ଜଙ୍ଗଲ କ୍ଷୟ, ଶିକାର ଆଉ ବେପାର ଏସବୁ ମିଶି ଏ ମୂଲ୍ୟବାନ ସମ୍ପଦ ପାଇଁ କେତେ ବଡ଼ ବିପଦ ଆଣିଛି। ଆଉ ଏହାର ପରିଣାମ ଖାଲି ପରିବେଶ ଉପରେ ନୁହେଁ, ଏହା ଆମ ମଣିଷ ସମାଜ ଉପରେ ବି ଦୀର୍ଘଦିନ ପାଇଁ ଖରାପ ପ୍ରଭାବ ପକାଇବ। କିନ୍ତୁ ଏସବୁ ଭିତରେ ବି ଆଶା ଅଛି। ଓଡ଼ିଶାରେ ଶିମିଳିପାଳ, ସାତକୋଶିଆ, ଭିତରକନିକା, ନନ୍ଦନକାନନ ଭଳି ଜାଗାରେ ସରକାରୀ ବେସରକାରୀ ସ୍ତରରେ ସଂରକ୍ଷଣ ପାଇଁ ଚେଷ୍ଟା ଚାଲିଛି। ହଁ, ବନୀକରଣ, ସାମାଜିକ ବନୀକରଣ, ଲୋକଙ୍କୁ ସଚେତନ କରିବା, ଗାଁ ଲୋକଙ୍କୁ ସାମିଲ କରିବା, ଏସବୁ ଦ୍ୱାରା ଆମର ଏ ପ୍ରାକୃତିକ ସମ୍ପଦକୁ ବଞ୍ଚେଇ ରଖିବାକୁ ଚେଷ୍ଟା କରାଯାଉଛି। ଏହା ହେଉଛି ମଣିଷ ଆଉ ପ୍ରକୃତି ଭିତରେ ସେ ପୁରୁଣା ଭଲ ସମ୍ପର୍କକୁ ପୁଣିଥରେ ଗଢ଼ିବାର ଏକ ଚେଷ୍ଟା। ହଁ, କିନ୍ତୁ ଏଇ ଚେଷ୍ଟାକୁ ଆହୁରି ବଢ଼ାଇବାକୁ ହେବ, ଆହୁରି ଭଲ ଭାବରେ କରିବାକୁ ହେବ। ସଂରକ୍ଷଣ ଖାଲି ପରିବେଶ କଥା ନୁହେଁ, ଏଟା ଆମ ସମସ୍ତଙ୍କର ସାମାଜିକ ଆଉ ନୈତିକ ଦାୟିତ୍ୱ ବି। ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି କଥା ଛାଡ଼ି ଯିବାକୁ ଚାହିଁବି। ଆମେ ଦେଖିଲେ ଓଡ଼ିଶାରେ ଅନେକ ସଂରକ୍ଷଣ ଚେଷ୍ଟା ଚାଲିଛି, ବନୀକରଣ, ଅଭୟାରଣ୍ୟ, ଆଇନ କାନୁନ। କିନ୍ତୁ ଏବେକାର ପରିସ୍ଥିତି ଆଉ ଭବିଷ୍ୟତକୁ ଦେଖିଲେ ଏ ଯେଉଁ ଚାଲିଛି, ସେସବୁ ଛଡ଼ା ମଣିଷ ଆଉ ପ୍ରକୃତି ଭିତରେ ଗୋଟେ ସ୍ଥାୟୀ ଆଉ ଭଲ ସମ୍ପର୍କ ରଖିବା ପାଇଁ ଆଉ କିଛି ନୂଆ ବାଟ, ନୂଆ ନୀତି ବା ସ୍ଥାନୀୟ ସ୍ତରରେ ଆଉ କିଛି ନୂଆ ପଦକ୍ଷେପ ବିଷୟରେ ଚିନ୍ତା କରାଯାଇପାରେ କି? ପିଲାମାନେ, ତୁମର ଯେଉଁ ଦ୍ୱିତୀୟ ଅଧ୍ୟାୟରେ ଟପିକଟି ଅଛି ଜୈବ ସମ୍ପଦ। ଜୈବ ସମ୍ପଦ କହିଲେ ପ୍ରାକୃତିକ ସମ୍ପଦ, ଆଉ ପ୍ରାକୃତିକ ସମ୍ପଦ କହିଲେ ଅରଣ୍ୟ ଆଉ ବନ୍ୟ ପ୍ରାଣୀକୁ ବୁଝାଇଥାଏ। ତ ଏଇଥିରେ ଯେଉଁ କଣ୍ଟେଣ୍ଟ ଅଛି ଦୁଇଟା ଜିନିଷ, ଅରଣ୍ୟ ଆଉ ବନ୍ୟ ପ୍ରାଣୀ, ତାପରେ ଆମେ ପୁଣି ଆଉ ଥରେ ଆଲୋଚନା କରିବା, ଯାହାଦ୍ୱାରା ଆମେ ମନେ ରଖିପାରିବା ଏବଂ ନୋଟ୍ ତିଆରି କଲାବେଳେ ଆମକୁ ସହାୟକ ହେବ। ଦେଖ, ପ୍ରଥମେ ଦେଖିବା ଏଇ ଯେଉଁ ଅରଣ୍ୟ ଆଉ ବନ୍ୟ ପ୍ରାଣୀ, ଏଇ ଦୁଇଟା ଜିନିଷ, ଏଥିରେ କ'ଣ ସବୁ ବର୍ଣ୍ଣନା କରାଯାଇଛି, এই ଟପିକରେ କ'ଣ ସବୁ ଲେଖାଯାଇଛି। ପ୍ରଥମେ ଦେଖିବା ଅରଣ୍ୟ ସମ୍ପଦ, ଯାହାକି ଆମେ ଜଙ୍ଗଲକୁ ବୁଝିଥାଉ। ସେଥିରେ କ'ଣ କ'ଣ ସବୁ କଣ୍ଟେଣ୍ଟ ଏଥିରେ ବର୍ଣ୍ଣନା କରାଯାଇଛି। ଦେଖ, ଏଥିରେ ଅଛି ଅରଣ୍ୟ ସମ୍ପଦ ଉପରେ ଆମେ ଗୁରୁତ୍ୱ ଦେବା। ତ କେଉଁଥିରେ ଗୁରୁତ୍ୱ ଦେବା? ଅରଣ୍ୟ ସମ୍ପଦ ପାଇଁ କେଉଁ ଦିଗ ପ୍ରତି ଆମେ ଧ୍ୟାନ ବା ସଚେତନ ରହିବା? ଗୋଟେ ହେଲା ମାନବ ଜୀବନର ପ୍ରାଣ। ଜଙ୍ଗଲ ବା ଅରଣ୍ୟ ହେଉଛି ମାନବ ଜୀବନର ପ୍ରାଣ। ଜଙ୍ଗଲ ବିନା ମଣିଷ ବଞ୍ଚିପାରିବ ନାହିଁ। ତାପରେ ପୃଥିବୀର ପ୍ରାଣବାୟୁ କାରଖାନା। ଇଏ ହେଲା ଆମେ ଯେଉଁ ପ୍ରାଣବାୟୁ କହିଲେ ଆମେ ଯେଉଁ ଅମ୍ଳଜାନ ଗ୍ରହଣ କରୁଛନ୍ତି, ସେଇଟା ତିଆରି କେଉଁଠି ହେଉଛି? ଜଙ୍ଗଲରେ। ତେଣୁ ଜଙ୍ଗଲ ଆମର ନିତାନ୍ତ ଜରୁରୀ, ଅତ୍ୟାବଶ୍ୟକ। ଜୀବନ ଧାରଣ ପାଇଁ ଏହାର ଆବଶ୍ୟକତା ବହୁତ ଅଛି। ଆଉ ପରିବେଶ ସୁସ୍ଥ ରଖେ। ଜଙ୍ଗଲ ଥିଲେ ପରିବେଶ ସୁସ୍ଥ ରୁହେ, ସନ୍ତୁଳିତ ଅବସ୍ଥାରେ ରୁହେ, ଆଉ ଜୀବନ ଧାରଣ କରିବା ପାଇଁ ସୁରକ୍ଷିତ ରହେ ବା ସୁରକ୍ଷା ଯୋଗାଏ। ତାପରେ ଦେଖିବା, ଇଏ ତ ଗଲା ଗୁରୁତ୍ୱ ପାଇଁ, ୟା ଉପରେ ଆମେ ଧ୍ୟାନ ଦେବା। ତାପରେ ଜଙ୍ଗଲର ଉପକାର ବା ଜଙ୍ଗଲରୁ ଆମେ କ'ଣ ସବୁ ପ୍ରାପ୍ତି କରିଥାଉ। ଦେଖ, ଉପକାର ଆଉ ପ୍ରାପ୍ତି ଏ ବିଷୟରେ ଆମେ ଜଙ୍ଗଲରୁ କିଛି ଶିକ୍ଷଣୀୟ ଜିନିଷ ତୁମ କଣ୍ଟେଣ୍ଟରେ ଦିଆଯାଇଛି। ଯେମିତି
ଏଥିରେ ଅଛି କାଠ। ଜଙ୍ଗଲରୁ କ'ଣ ପାଇଥାଉ ଆମେ? ପ୍ରଥମେ ତ କାଠ ପାଉ ନା। କାଠ, ଔଷଧୀୟ ଉଦ୍ଭିଦ, ଔଷଧ ଗଛ ବା ଔଷଧୀୟ ଯେଉଁ ଔଷଧ ତିଆରି ପାଇଁ ଉପାଦାନ, ଏସବୁ ଜଙ୍ଗଲରୁ ପାଇଥାଉ। ତା ବ୍ୟତୀତ ଲାଖ, ଗମ୍, ତେଲ ଏଇସବୁ ମଧ୍ୟ ପାଇଥାଉ। ଫଳ, ପତ୍ର ଏସବୁ ପାଉ, ଆଉ ଇନ୍ଧନ। ତ ଜଙ୍ଗଲ ଉପରେ ଯେତେବେଳେ କିଛି ନୋଟ୍ ଲେଖିବ ବା ପ୍ରଶ୍ନ ଉତ୍ତର ପାଇଁ ପ୍ରସ୍ତୁତ ହେବ, ସେତେବେଳେ ଏଇ ଯେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବ। ମାନେ ଜଙ୍ଗଲରୁ ଆମେ କ'ଣ କ'ଣ ପାଇଥାଉ। ତାପରେ ଯିବା ବିପଦ ଆଉ ନଷ୍ଟ। ବିପଦ ଆଉ ନଷ୍ଟର ଫଳ। ୟାର ଅର୍ଥ କ'ଣ? ଯେ ଜଙ୍ଗଲ ପ୍ରତି ଯଦି କିଛି ବିପଦ ଦେଖାଦିଏ ବା ଜଙ୍ଗଲ ଯଦି ନଷ୍ଟ ହୁଏ, ତାହେଲେ ତା'ର ଫଳାଫଳ କ'ଣ ହୋଇଥାଏ। ଦେଖିବା ଏଥିରେ କ'ଣ ସବୁ ବହିରେ ଲେଖାଯାଇଛି। ଏଥିରେ ଲେଖାଯାଇଛି ଯେ ଜଙ୍ଗଲ ନଷ୍ଟ ହେଲେ କ'ଣ ବିପଦ ଆସେ? ମାଟି କ୍ଷୟ ହୁଏ। ପ୍ରଥମେ ତ ମାଟି ନଷ୍ଟ ହେବ, ତାପରେ ବନ୍ୟା ଆସିବ, ଆଉ ପାରିପାର୍ଶ୍ୱିକ ଅସନ୍ତୁଳନ ଦେଖାଦେବ, ପରିବେଶରେ ଅସନ୍ତୁଳନତା ଦେଖାଦେବ। ତ ଏହା ହେଲା ଜଙ୍ଗଲର ବିପଦ ବା ନଷ୍ଟ ହେଲେ କ'ଣ ଫଳାଫଳ ମିଳେ ଆମେ ଜାଣିଲେ। ତାପରେ ଦେଖିବା ସଂରକ୍ଷଣ ପଦକ୍ଷେପ। ଏଇଠି ଦେଖ, ସଂରକ୍ଷଣ ପଦକ୍ଷେପ। ଜଙ୍ଗଲକୁ ସଂରକ୍ଷଣ କରିବା ପାଇଁ, ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ବା ଜଙ୍ଗଲର ବିକାଶ କରିବା ପାଇଁ ଆମେ କେଉଁ ଦିଗରେ ଧ୍ୟାନ ଦେବା। ଆମେ ଦେଖିବା ଯେ ଏଫରେଷ୍ଟେସନ୍, ଏଇଠି ଯେଉଁ ଲେଖା ହେଇଛି ଏଫରେଷ୍ଟେସନ୍। ଏଫରେଷ୍ଟେସନ୍ର ଅର୍ଥ ହେଲା ବନୀକରଣ ବା କିଛି ନୂଆ ଗଛ ଲଗାଇବା, ଜଙ୍ଗଲ ସୃଷ୍ଟି କରିବା। ତାହେଲେ ଆମର ଏଇ ସମାଧାନଟା ହେଇପାରିବ, ଜଙ୍ଗଲ ସୁରକ୍ଷିତ ରହିପାରିବ। ଆଉ ସୋସିଆଲ ଫରେଷ୍ଟ୍ରି, ସାମାଜିକ ବନୀକରଣ କରିବା, ଗଛ ଲଗାଇବା। ଆଉ ଚିପ୍କୋ ମୁଭମେଣ୍ଟ, ଇଏ ଗୋଟେ ମୁଭମେଣ୍ଟ ଯେଉଁମାନଙ୍କର ଯେଉଁ ସଂଗଠନର କାମ ହେଲା ଗଛକୁ ସୁରକ୍ଷା ଯୋଗାଇବା, ଗଛକୁ ସୁରକ୍ଷା ଯୋଗାଇବା। ତ ପିଲାମାନେ, ଇଏ ଥିଲା ତୁମର ପଦକ୍ଷେପ ବା ସଂରକ୍ଷଣ ରଖିବା ପାଇଁ, ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ଏଇ 3ଟି ପଦକ୍ଷେପ ଆମେ ନେବା। ତାପରେ ଓଡ଼ିଶାର ପ୍ରସିଦ୍ଧ ଜଙ୍ଗଲ। ଓଡ଼ିଶାରେ ଯେଉଁ ଜଙ୍ଗଲ ଅଛି, କ'ଣ କ'ଣ ସବୁ ଜଙ୍ଗଲ ଅଛି? ଏଠି କିଛି ବଡ଼ ବଡ଼ ଜଙ୍ଗଲ ଅଛି, ଯେମିତି ଶିମିଳିପାଳ, ଆମର ଶିମିଳିପାଳ ଜଙ୍ଗଲ ଅଛି। ସାତକୋଶିଆ ଗଣ୍ଡ, ସେଠି ବି ଜଙ୍ଗଲ ଅଛି। ନନ୍ଦନକାନନ, ଏଇ 3ଟି ବଡ଼ ଓଡ଼ିଶାର ଜଙ୍ଗଲ। ଇଏ ହେଲା ଅରଣ୍ୟ ସମ୍ପଦ ଉପରେ ଏତିକି ପଏଣ୍ଟ ଉପରେ ଆମେ ଧ୍ୟାନ ଦେବା। ତାପରେ ଦେଖିବା, ତାପରେ ଅଛି ବନ୍ୟପ୍ରାଣୀ ସମ୍ପଦ। ଏଠି ଦେଖ, ବନ୍ୟପ୍ରାଣୀ ସମ୍ପଦ ବୁଝିବା ପାଇଁ ଏଥିରେ କ'ଣ କ'ଣ ସବୁ ବର୍ଣ୍ଣନା କରାଯାଇଛି। ଏଥିରେ ଅଛି, ପ୍ରଥମେ ଦେଖିବା ଏଥିରେ ଯେଉଁ ଅଛି ବନ୍ୟପ୍ରାଣୀ ସମ୍ପଦ ପ୍ରତି ଆମେ ଗୁରୁତ୍ୱ କିପରି ଦେବା ବା ତାଙ୍କର ସୁରକ୍ଷା ପାଇଁ କ'ଣ ଗୁରୁତ୍ୱ ଦେବା। ତ ଗୁରୁତ୍ୱ ଦେବା ପାଇଁ ଆମକୁ କ'ଣ କରିବାକୁ ହେବ ନା, ଏଇଥିପାଇଁ ଆମେ ଗୁରୁତ୍ୱ ଦେବା ବନ୍ୟପ୍ରାଣୀମାନଙ୍କ ପ୍ରତି, ଏଥିପାଇଁ ଆମେ ଗୁରୁତ୍ୱ ଦେବା ଯେ ସେମାନେ ପରିବେଶକୁ ସନ୍ତୁଳନ ରଖନ୍ତି ବା ପରିବେଶ ସନ୍ତୁଳନର ମୂଳ ଅଂଶ ହେଲେ ସେଇ ବନ୍ୟପ୍ରାଣୀ। ଆଉ କୃଷି ଓ ବନରେ ଗୁରୁତ୍ୱପୂର୍ଣ୍ଣ। କୃଷି କାର୍ଯ୍ୟ ଆଉ ବଣର ଗୁରୁତ୍ୱ ପାଇଁ ଏଇ ଯେଉଁ ପ୍ରାଣୀମାନଙ୍କର ଭୂମିକା ବହୁତ ଅଧିକ ଅଛି। ତାପରେ ପର୍ଯ୍ୟଟନ ଆଉ ସାମାଜିକ ଜୀବନରେ ଲାଭଦାୟକ। ଯଦି ଆମେ ବନ୍ୟପ୍ରାଣୀର ସୁରକ୍ଷା କରିବା, ତାହେଲେ ପରିବେଶ ସନ୍ତୁଳିତ ରହିବ ଏବଂ ଆମର ପର୍ଯ୍ୟଟନ ବିକାଶ ଘଟିବ, ଲୋକମାନେ ଦେଖିବା ପାଇଁ ଆସିବେ। ତ ଇଏ ଥିଲା ଗୁରୁତ୍ୱ ଦେବା ପାଇଁ ଏଇସବୁ ପଏଣ୍ଟ ଉପରେ ଧ୍ୟାନ ଦେବ। ତାପରେ କ'ଣ ଅଛି, ଓଡ଼ିଶାର ପ୍ରାଣୀ। ଏଠି ଦେଖ, ବନ୍ୟପ୍ରାଣୀ ସମ୍ପଦ ବିଷୟରେ କିଛି ଲେଖିଲା ବେଳେ ଏଇ ଯେଉଁ ପଏଣ୍ଟ ଅଛି ତା ଉପରେ ଗୁରୁତ୍ୱ ଦେବ। ଓଡ଼ିଶାର ପ୍ରାଣୀ, ଓଡ଼ିଶାରେ କେଉଁ କେଉଁ ପ୍ରାଣୀ ସବୁ ଅଛନ୍ତି। ଏଠି ତ ଓଡ଼ିଶାରେ ହାତୀ, ବାଘ, ହରିଣ, ମୟୂର, କୁମ୍ଭୀର ଏଇସବୁ ପ୍ରାଣୀମାନେ ବିଖ୍ୟାତ
ଅଛନ୍ତି। ଆଉ ତାପରେ ଦେଖିବା ବିନାଶର କାରଣ, ମାନେ ଆମର ବନ୍ୟପ୍ରାଣୀମାନଙ୍କର ନଷ୍ଟ କିପରି ହେଉଛି ବା ବନ୍ୟପ୍ରାଣୀମାନଙ୍କର ବିନାଶ କିପରି ହେଉଛି। ତାର କାରଣ ହେଲା, ଗୋଟେ କାରଣ ହେଲା ଶିକାର, ସେମାନଙ୍କୁ ଶିକାର କରାଯାଉଛି। ବାସସ୍ଥାନ ନାଶ କରାଯାଉଛି, ତାଙ୍କର ବାସସ୍ଥାନ ରହିବା ଜାଗାକୁ ନଷ୍ଟ କରାଯାଉଛି। ଅବୈଧ ବ୍ୟାପାର ଚାଲିଛି, ପ୍ରାଣୀମାନଙ୍କର ବ୍ୟାପାର ଚାଲିଛି, ଅବୈଧରେ ସେମାନଙ୍କୁ ଧରିକି ବିକ୍ରି କରୁଛନ୍ତି ବା ସେମାନଙ୍କୁ ନଷ୍ଟ କରୁଛନ୍ତି। ତାର ଚମଡ଼ା, ତାର ଶିଙ୍ଗ, ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବେପାର କରୁଛନ୍ତି। ତେଣୁ ସେମାନଙ୍କର ବିନାଶ ହେବାର କାରଣ ହେଲା ଏଗୁଡ଼ିକ। ତାପରେ ସଂରକ୍ଷଣ କ୍ଷେତ୍ର, ସେମାନଙ୍କୁ ସୁରକ୍ଷିତ କିପରି ରଖିବା ବା ସେମାନଙ୍କର ସଂରକ୍ଷଣ କିପରି ହେବ, ତା ପାଇଁ ଏଇ ଯେଉଁ ଦିଗ ପ୍ରତି ଆମେ ଧ୍ୟାନ ଦେବା, ସେଗୁଡ଼ିକ ହେଲା ଆମର ଯେଉଁ ବନ୍ୟପ୍ରାଣୀମାନଙ୍କର ସୁରକ୍ଷିତ ରଖିବା ପାଇଁ ଓଡ଼ିଶାରେ 3ଟି ସରକାରଙ୍କ ସ୍ତରରେ ସୁରକ୍ଷିତ ଜାଗା ଅଛି, ଅଭୟାରଣ୍ୟ ଅଛି। ଯେମିତି ଶିମିଳିପାଳ ଟାଇଗର ରିଜର୍ଭ ଇଏ ଗୋଟେ ଅଛି, ଭିତରକଣିକା କ୍ରୋକୋଡାଇଲ ସାଙ୍କ୍ଚୁଆରୀ ଇଏ ଅଛି, ଆଉ ନନ୍ଦନକାନନ ଜୁ ବା ଚିଡ଼ିଆଖାନା ଅଛି। ଏଥିରେ ବନ୍ୟପ୍ରାଣୀମାନଙ୍କୁ ସଂରକ୍ଷଣ କରି ରଖାଯାଇଛି। ତାପରେ ଦାୟିତ୍ୱ କଥା ଟିକେ ଦେଖିବା। ବନ୍ୟପ୍ରାଣୀ ସମ୍ପଦ ପାଇଁ ଆମେ କ'ଣ ଦାୟିତ୍ୱ ନେବା, ଏଥିପାଇଁ ସଚେତନତା ଦରକାର। ଲୋକଙ୍କ ମଧ୍ୟରେ ଜାଗରଣ ସଚେତନତା ଆଣିବାକୁ ପଡ଼ିବ। ଆଉ ଆଇନ ପଦକ୍ଷେପ ଅନୁସାରେ ଆମେ ସେମାନଙ୍କର ସୁରକ୍ଷା ଯୋଗାଇ ଦେବା। ତ ପିଲାମାନେ ଏଇ ସବୁ ପଏଣ୍ଟ ଉପରେ ନୋଟ୍ କଲାବେଳେ ତୁମେ ନିଶ୍ଚିତ ଧ୍ୟାନ ଦେବ। ତାହେଲେ କ'ଣ ହେବ ନା, ପ୍ରାକୃତିକ ସମ୍ପଦ ବା ଅରଣ୍ୟ ଓ ବନ୍ୟପ୍ରାଣୀ ଉପରେ ଯେଉଁ ଟପିକ୍ଟି ଅଛି ତାକୁ ପ୍ରାଞ୍ଜଳ ଭାବରେ ବୁଝିପାରିବ ଏବଂ ଯେକୌଣସି ପ୍ରଶ୍ନ ଆସିଲେ, ସଂକ୍ଷିପ୍ତ ପ୍ରଶ୍ନ ହେଉ ବା ଦୀର୍ଘ ଉତ୍ତରମୂଳକ ହେଉ ବା MCQ ହେଉ, ସର୍ଟ କ୍ୱେଶ୍ଚନ୍ ହେଉ, ତୁମେ ଲେଖିପାରିବ। ତ ଠିକ୍ ଅଛି ପିଲାମାନେ, ଏବେ ଆମେ ଭିଡ଼ିଓକୁ ଏଇଠି ରଖିବା। ମୋର ଆଗାମୀ ଭିଡ଼ିଓ ଆସିବା ପର୍ଯ୍ୟନ୍ତ ଟେକ୍ କେୟାର, ଗୁଡ଼୍ ବାଏ।